সেটা ବେପାର ବି କୁହାଯାଏନି। ଖାଲି ମନ୍ଦିର ଯେ ସେଇ ଯେଉଁ ଖାଦ୍ୟ ଦେଇଦେଲେ ଖାଇବାକୁ ଦେଇକି ପଇସା ନେଉଛନ୍ତି ସେଇଟା ଆପଣମାନଙ୍କ ଆଖିରେ ସବୁ ଦେଖାଯାଉଛି, ସେଇଟା ଠିକ୍ ନୁହଁ। ସେ ମନ୍ଦିର ଆଉ କ'ଣ କରୁଛି ଦେଖୁନା। କିଛି ମନ୍ଦିରର ସେବା କାର୍ଯ୍ୟ ବି ଥିବ, ମାଳିଟିଏ ଥିବ, ପୂଜାଟିଏ ଥିବ, ଗାଈ ଗୋରୁ ଥିବେ, ସାଧୁ ସନ୍ନ୍ୟାସୀ ଥିବେ, ସେମାନଙ୍କୁ ସେବା ବି କରୁଥିବେ। ସେ ପଇସା ଆଣିବେ କେଉଁଠୁ, କ'ଣ ଚୋରି କରିବେ? ଯଦି ବଡ଼ ଲୋକମାନେ ଆସିକି କହୁଛନ୍ତି ଯେ ତାଙ୍କର ପଇସା ଅଛି, ଆମର କେଉଁଠି ମିଳୁନି, ଆସିକି ଏଠି କରିବୁ, ବାହାଘର ହଉ ତ କେକ୍ କାଟିବାଟା ମୁଁ ବିରୋଧୀ କରୁଛି। କୌଣସି ମନ୍ଦିରରେ କେକ୍ କାଟିବା ଅନୁଚିତ। ସତ୍ୟନାରାୟଣ ପୂଜା କର, ଆମ ପରମ୍ପରା ସଂସ୍କୃତିକୁ ବଜାୟ ରଖ, ସରଳତା ଜୀବନଯାପନ କର, ନିରାଡ଼ମ୍ବର ନ କରିକି। ତେଣୁ ତୁମେ କର, କିନ୍ତୁ ଦେଖି ଚାହିଁକି। ଯଦି ଗୋଟେ ଗରିବ ଲୋକ, ମୁଁ ତ ଏଇଠି କରିଛି, ଯଦି ଗୋଟେ ଗରିବ ଲୋକ କହୁଛି ମୁଁ ବାହାଘର କରିବାକୁ ଏଡ଼େ ବଡ଼ ପଇସା ମୋର ନାହିଁ, ମୁଁ ଆଶ୍ରମ ପଡ଼ି ଯା କରିଦେଇକି ଯା, ଆମର ତ ପଇସା ନେବାର ନାହିଁ। ଯିଏ କରୁଛି ମୁଁ କ'ଣ ଆଉ ଯିବି ବନ୍ଦ କରିବାକୁ? ନା କହିବି, ସେ କଥା ନାହିଁ। ଯାହାକୁ ଯେଉଁଟା ଭଲ ଲାଗିଲା ସେ ହେଲା, ମୁଁ କ'ଣ କହିବି? କହିପାରିବିନି, କାହାକୁ ବି ବନ୍ଦ କରିପାରିବିନି। ତାଙ୍କର ଯେଉଁଦିନ ସଦେହ ହେବ ସିଏ ତାଙ୍କର ଯାହା କରିବେ, ଆଉ କ'ଣ କରିବା। ଭଗବାନ ତାଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ମୁଁ କାହିଁ କହିବି। ନାଇଁ ନାଇଁ, ବେପାର କଲେ କି ନ କଲେ ମୁଁ ତ ଦେଖିନି, ମୁଁ କାହାକୁ କହିପାରିବିନି। ସେଟା ଭୁଲ ଜିନିଷ। ମୁଁ ଦେଖ, ବହୁତ ମନ୍ଦିର ଅଛି, ବହୁତ ଜାଗା, ଓଡ଼ିଶା ସାରା କ'ଣ ଭାରତ ସାରା ମୁଁ ବୁଲିଛି, ସବୁ କଥା କରିଛି। ମୁଁ ବା ସବୁ ମଠ, ବାଡ଼ି, ମନ୍ଦିର, ମସଜିଦ୍, ଗିର୍ଜା ସବୁ ବୁଲିଛି। ନାଇଁ ନାଇଁ, ଶୁଣ, ସେଟା ଠିକ୍ କି ଭୁଲ ଆଜି ଯାଏଁ କେହି ବି ଠିକ୍ କହିନାହାନ୍ତି। କିନ୍ତୁ ମନ୍ଦିରରେ ପ୍ରସାଦ ସେବନ, ଦୁଃଖୀ ରଙ୍କି ଜୀବଜନ୍ତୁ ସମସ୍ତଙ୍କ ପାଇଁ ଫ୍ରି ପ୍ରସାଦ ସେବନ ଗୋଟେ ରଖିବା ଭଲ। ଯଦି ତୁମେ 100 ଜଣଙ୍କ ପାଇଁ କରିଛ, ତୁମେ ଆଟଲିଷ୍ଟ 20 ଜଣ ଭିକାରୀ, ଦୁଃଖୀ, ଦୀନ ଦରିଦ୍ରକୁ ଦାନ କର, ସେଥିରେ ମନା ନାହିଁ। କିନ୍ତୁ ଏକାବେଳକେ ସବୁ 5ଟା ଆଙ୍ଗୁଠି ପାଟିରେ ପୁରେଇ ଦିଅନି।